ସନ୍ 1936 ଘଟଣା। ଗାନ୍ଧିଜୀ ଅସ୍ପୃଶ୍ୟତା ନିବାରଣ ସକାଶେ ସମଗ୍ର ଦେଶରେ ଯାତ୍ରା କରୁଥିଲେ। ଓଡ଼ିଶାର ଏକ ଗ୍ରାମରେ ଗାନ୍ଧିଜୀ ଅବସ୍ଥାନ କରୁଥିଲା ସମୟରେ କେତେଜଣ ପଣ୍ଡିତ ତାଙ୍କ ସହିତ ଶାସ୍ତ୍ର ଆଲୋଚନା କରିବାକୁ ଆସିଲେ। ସେମାନେ କହୁଥିଲେ, ଶାସ୍ତ୍ରରେ ତ ଅସ୍ପୃଶ୍ୟତାକୁ ସମର୍ଥନ କରାଯାଇଛି। ଗାନ୍ଧିଜୀ ସେମାନଙ୍କୁ ସମ୍ମାନପୂର୍ବକ ବସିବାକୁ କହିଲେ ଏବଂ କହିଲେ, ମୁଁ ତ ଶାସ୍ତ୍ର ପଢ଼ିନାହିଁ, ତେଣୁ ଆପଣମାନଙ୍କଠାରୁ ହାର ମାନି ନେଉଛି, କିନ୍ତୁ ବିଶ୍ୱାସ କରୁଛି ଯେ ସଂସାରର ସକଳ ଶାସ୍ତ୍ର ମିଶି ମଧ୍ୟ ମାନବୀୟ ଏକତାର ସିଦ୍ଧାନ୍ତକୁ ମିଥ୍ୟା ପ୍ରମାଣିତ କରିପାରିବେ ନାହିଁ। ମୋର ତ ଏହା ହିଁ ଧର୍ମ। ମୁଁ ଏଥିରେ ଅଟଳ ରହିଛି ଏବଂ ଜୀବନ ସାରା ରହିବି। ଅଖଣ୍ଡ ଜ୍ୟୋତି 2003 ମଇ ପୃଷ୍ଠା ସଂଖ୍ୟା 42। ବିଚାରକ୍ରାନ୍ତି ଦୂତ ୟୁଟ୍ୟୁବ୍ ଓଡ଼ିଆ ଚ୍ୟାନେଲକୁ ସବସ୍କ୍ରାଇବ୍ କରିବା ସହ ପରବର୍ତ୍ତୀ ଭିଡ଼ିଓ ପ୍ରାପ୍ତ କରିବା ପାଇଁ ବେଲ୍ ଆଇକନ୍ ଦବାନ୍ତୁ ଏବଂ ବିଚାରକ୍ରାନ୍ତି ଦୂତ ଓଡ଼ିଆ ଫେସବୁକ୍ ଓ ଇନଷ୍ଟାଗ୍ରାମ ସହ ଯୋଡ଼ି ହୁଅନ୍ତୁ। ଧନ୍ୟବାଦ।